ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କାନ୍ତୋଲ ପଞ୍ଚାୟତର ପୁଟିପାଳ ଗ୍ରାମରେ ଶିକ୍ଷାର ବିକଳ ଚିତ୍ର ଦେଖିବାକୁ ମିଳିଛି। ଏଠି 2 ଜଣ ଶିକ୍ଷକ ନିଯୁକ୍ତି ହୋଇଥିବା ବେଳେ ଶିକ୍ଷକଙ୍କ ଦେଖା ମିଳୁନାହିଁ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଶିକ୍ଷକମାନେ ମାସକୁ ଦିନେ କିମ୍ବା 2 ଦିନ କାର୍ଯ୍ୟରେ ଯୋଗ ଦେବା ପାଇଁ ଆସିଥାନ୍ତି। ଶିକ୍ଷକଙ୍କ ସାଥିରେ ଦେଖା କଲା ପରେ ଜଣାପଡ଼ିଲା କି କହୁଛନ୍ତି ଏଠି ଜଙ୍ଗଲୀ ହାତୀ ଭୟରେ ଆମେ ଡ୍ୟୁଟିରେ ଯୋଗ ଦେଇ ପାରୁନାହୁଁ। ଯେଉଁଠାରେ କି ରାଜ୍ୟ ସରକାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପିଲାମାନଙ୍କର ଶିକ୍ଷାରେ କିପରି ଉନ୍ନତି ହେବ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ଏଠି ଫଳ ହେଉଛି ଶୂନ। ଶିକ୍ଷକମାନେ ପିଲାମାନଙ୍କ ଶିକ୍ଷାର ମୌଳିକ ଅଧିକାରକୁ ଛଡ଼ାଇ ନେଇ ଦିନକୁ ଦିନ ଅନ୍ଧାର ଭିତରକୁ ଠେଲି ଦେଉଛନ୍ତି। ତେବେ ଦେଖିବାକୁ ବାକି ରହିଲା ଆମର ଏହି ଖବର ପ୍ରସାରଣ ପରେ କେବେ ରାଜ୍ୟ ସରକାରଙ୍କର ବିଭାଗୀୟ ମନ୍ତ୍ରୀ ଓ ଜିଲ୍ଲା ଶିକ୍ଷା ବିଭାଗ ଓ ବ୍ଲକ ଶିକ୍ଷା ବିଭାଗ ତଦନ୍ତ କରୁଛନ୍ତି ଓ ନିରୀହ ଶିଶୁମାନଙ୍କର ଭାଗ୍ୟ କେବେ ଉଜ୍ଜଳ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା। କାମାକ୍ଷାନଗରରୁ ତରଣୀଚରଣ ବାରିକଙ୍କ ରିପୋର୍ଟ, ଅଷ୍ଟକିଳା ନ୍ୟୁଜ୍। ଆସିଷ୍ଟାଣ୍ଟ ଟିଚର କ'ଣ କହିବେ? ଆଜି ପୁଟିପାଳ ସ୍କୁଲରେ ଶିକ୍ଷକ ନାହାନ୍ତି, ଆମେ ଯାହା ଖବର ପାଇଲୁ ଆପଣ ସେଠି ନିଯୁକ୍ତି ଅଛନ୍ତି, କ'ଣ କହିବେ ସେ ବିଷୟରେ? ଆମେ ସାର୍ ସବୁଦିନ ତ ଯାଉଛୁ, ଆମେ 2 ଜଣ ସେଠି ଅଛୁ, ଜଣେ ଆମର ଭାଷା ଶିକ୍ଷକ ଆଉ ମୁଁ ସବୁଦିନ ଯାଉଛୁ, କିନ୍ତୁ ଆଜି ସାର୍ଙ୍କର ଟ୍ରେନିଂ ପଡ଼ିଯାଇଛି। ତ ଏଠି ଏରିଆରେ ହାତୀ ଉପଦ୍ରବ, ହାତୀ ଭୟ ଯୋଗୁଁ ମୁଁ ଏକୁଟିଆ ଯାଇନି। ଏକୁଟିଆ ସାର୍ ସେଠିକି ଯାଇ ହେବନି। ଆଚ୍ଛା, ଆପଣଙ୍କର ଶିକ୍ଷା ଅଧିକାରୀଙ୍କୁ ଏ ବିଷୟରେ କିଛି ଅବଗତ କରିଛନ୍ତି ନା? ହଁ, ଏ କଥା ଆମେ ଆମ ପ୍ରଧାନ ଶିକ୍ଷକଙ୍କୁ ଜଣାଇଥିଲୁ। ପ୍ରଧାନ ଶିକ୍ଷକ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଜଣାଇଛନ୍ତି। ଆଜ୍ଞା, ସ୍ଥାନୀୟ ବାସିନ୍ଦାଙ୍କର କହିବା ଅନୁଯାୟୀ ଏଠି ଶିକ୍ଷକ ମାସକୁ ଥରେ କିମ୍ବା 2 ଥର ଯାଆନ୍ତି, ସେ ବିଷୟରେ କ'ଣ କହିବେ ଆପଣ? ଆପଣ ସତରେ କ'ଣ ମାସକୁ 2 ଥର ଯାଆନ୍ତି? ନା ସାର୍, ମୋ ଘର ତ ଏଠି ଏକୁଲରେ, ମୁଁ ଲୋକାଲ ଲୋକ, ତେଣୁ ଆମେ ସେ ସାର୍ ଯେଉଁଦିନ ଆସୁଛନ୍ତି, ଆମେ ପ୍ରାୟତଃ ସବୁଦିନ ଆସୁଛନ୍ତି, ଆମେ ସାଙ୍ଗ ହେଇକି ଯାଉଛୁ ସାର୍। ସାର୍ କ'ଣ କହିବେ, ମାନେ ପିଲାଙ୍କ ଭବିଷ୍ୟତକୁ ଏଠି ଖେଳ ଖେଳାଯାଉଛି ବୋଲି ସେ ବିଷୟରେ ଆପଣ କ'ଣ ମନ୍ତବ୍ୟ ରଖିବେ? ନା ପିଲାମାନେ ଯେହେତୁ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ନା ସାର୍, ଆମକୁ ସରକାର ଯେହେତୁ ଦାୟିତ୍ୱ ଦେଇଛନ୍ତି ପୁଟିପାଳ ପାଇଁ କି ଏକୁଲ ପାଇଁ, ଆମେ ଆମ କର୍ତ୍ତବ୍ୟରେ ଅବହେଳା କରିବୁନି, କର୍ତ୍ତବ୍ୟ କରିଚାଲିବୁ। କିନ୍ତୁ ସମୟ ସୁବିଧା ଦେଖିକି, ଯେଉଁ ପରିସ୍ଥିତି ଦେଖିକି, ଯେଉଁ ହାତୀ ଭୟ ରହୁଛି, ଇଏ ରହୁଛି, ପରିସ୍ଥିତିକୁ ଦେଖିକି ଆମେ ଯିବୁ। ଧନ୍ୟବାଦ। ଆପଣ ପରିଚୟ? ମୁଁ ହେଉଛି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ। କ'ଣ କହିବେ, ଆଜି ଯେଉଁ ପୁଟିପାଳ ସ୍କୁଲରେ ଯେଉଁ ଶିକ୍ଷକମାନେ ଉପସ୍ଥିତ ନାହାନ୍ତି, ସେଠି ପିଲାମାନେ ବୁଲାବୁଲି କରୁଛନ୍ତି, ସେ ବିଷୟରେ କ'ଣ ଆପଣଙ୍କୁ କହିବେ? ମୁଁ ତ ସେଠି ଯେଉଁ ଆମ ସାର୍ମାନେ ଯାଆନ୍ତି 2 ଜଣ ସାଙ୍ଗ ହେଇକି, ସେଠି ଯେହେତୁ ସାର୍ଙ୍କର ଆମର ଟ୍ରେନିଂ ପଡ଼ିଛି, ଜଣେ ସାର୍ଙ୍କର, ଆଉ ଜଣେ ସାର୍ ଯିବା ପାଇଁ ଏଠି ଅସୁବିଧା ସମ୍ମୁଖୀନ ହେଉଛନ୍ତି, ଯେଉଁଟାକି ଏକୁଟିଆ ଯିବା, ହାତୀ ବର୍ତ୍ତମାନ ଲୋକଙ୍କୁ ସେଠି ମାରିଦେଇଛି ଯିବା ରାସ୍ତାରେ, ସେଥିପାଇଁ ଏକୁଟିଆ ଯିବା ସମ୍ଭବ ହେଉନି, ତେଣୁକରି 2 ଜଣ ସାଙ୍ଗ ହେଲେ ସେ ଯାଉଛନ୍ତି। ସାର୍, ଗାଁ ଲୋକମାନେ ବି ତାଙ୍କୁ ପଚାରି ବୁଝାରୁ କହିଲେ ଯେ ମାସକୁ ସାର୍ ମାନେ ଥରେ କିମ୍ବା 2 ଥର ଆସନ୍ତି, ସେ ବିଷୟରେ ଆପଣ କ'ଣ ରହିବ? ମୋ ପାଖରେ ତ ସେମିତି ସୂଚନା ନାହିଁ। ମୁଁ ଯେତିକି ଜାଣିଛି ସାର୍ ମାନେ ସବୁଦିନ ଯାଉଛନ୍ତି, ଯେତିକି ସମ୍ଭବ, ମାନେ ସମ୍ଭବ କହିଲେ ମାନେ ଯେଉଁ ହାତୀ ଭୟଠୁ ଟିକେ ଲୋକମାନଙ୍କର ଭୟଠୁ ମାନେ ଅଛି ହାତୀଙ୍କୁ, ଆଉ ସେଇଟା ପାଇଁ ବି ଆମେ ବିଓ ସାର୍ଙ୍କୁ ଲେଖିକି ଅଭିଯୋଗ ଜଣେଇଛୁ, ଆଉ ସାର୍ମାନଙ୍କୁ ଜଣେଇଛୁ ଯାଇକି ଅଫିସରେ ଆମ ପାଇଁ କ'ଣ କିଛି ଗୋଟେ ସୁବିଧା କରନ୍ତୁ, ସାର୍ମାନେ ହାତୀ ଭୟ ଯୋଗୁଁ ଯିବା ଆସିବାର ସମସ୍ୟା ହେଉଛନ୍ତି। ତା ପାଇଁ କ'ଣ ସୁବିଧା ଏପର୍ଯ୍ୟନ୍ତ ହେଲାଣି ନା ଏପର୍ଯ୍ୟନ୍ତ ହେଇନି କିଛି? ନା ଏପରି ଅବସ୍ଥା ଲାଗି ରହିବ ଆଗାମୀ କିଛି ବର୍ଷ ଧରି ଲାଗି ରହିବ ବୋଲି ଆପଣ ଆଶା କରୁଛନ୍ତି? ସେଇଟା ତ ସରକାରଙ୍କ ଉପରେ କଥା, ମୁଁ ତ କହିପାରିବିନି, ସେଇଟା ଉପରିସ୍ଥ ଅଧିକାରୀଙ୍କୁ ଜଣେଇଛୁ। ସେ ଆଜ୍ଞା, କହିବାକୁ ଗଲେ ପରୋକ୍ଷ ଭାବରେ ପିଲାଙ୍କ ଭବିଷ୍ୟତ ସହିତ ଏ ଖେଳ ଖେଳାଯାଉଛି, ସେ ବିଷୟରେ ଆପଣ କ'ଣ ମତରେ ଭାବେ? ଶିକ୍ଷକ ଯେହେତୁ ନ ରହୁଛନ୍ତି, ପିଲାମାନେ ମାନେ ପାଠରୁ ବଞ୍ଚିତ ରହୁଛନ୍ତି। ନା, ସେଇ ବିଷୟରେ ତ ମୁଁ କହିପାରିବିନି। ସାର୍ମାନେ ମୁଁ ଜାଣିବାରେ ସବୁଦିନ ଯାଉଛନ୍ତି। ଆମେ ଯାହା ଆଜି ପରୋକ୍ଷ ଭାବରେ ଦେଖିଲୁ, ପ୍ରତ୍ୟକ୍ଷ ଭାବରେ ଟିଚର ନାହାନ୍ତି ସେଠି ଖୋଲା ପଡ଼ିଛି, ଟିଚର ନାହାନ୍ତି, ପିଲାମାନେ ବୁଲାବୁଲି କରୁଛନ୍ତି। ଆପଣ ଯେହେତୁ ପ୍ରଧାନ ଶିକ୍ଷକ, ସେପଟେ ଆପଣଙ୍କର କ'ଣ ରହିବ, ଦାୟିତ୍ୱ କ'ଣ ରହିବ? ନା, ସେଇଟା ମୁଁ କହିବି, ଚେଷ୍ଟା କରୁଛି ସାର୍ମାନେ ସେ ଯିବା ପାଇଁ ଚେଷ୍ଟା କରିବେ, ସେଇଟା ମୁଁ କହିବି ସାର୍ମାନଙ୍କୁ। ଧନ୍ୟବାଦ।